ଭିତରକନିକାରେ ଶେଷ ହେଲା ସ୍ତନ୍ୟପାୟୀ ପ୍ରାଣୀ ଗଣନା। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଶେଷ ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଗତ ମାସ ନଭେମ୍ବର 23 ତାରିଖରୁ ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ଗଣନା କରାଯାଇଥିଲା। 3 ଦିନ ଧରି ଚାଲିଥିବା ଏହି ଗଣନା 5ଟି ରେଞ୍ଜର 11ଟି ବିଟାରେ ଗଣନା କରାଯାଇଥିଲା। ଚଳିତ ବର୍ଷ 7,904ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଥିବା ବେଳେ ଗତ ବର୍ଷ 8,105ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଛି। ଚଳିତ ବର୍ଷ 201ଟି ସ୍ତନ୍ୟପାୟୀ ପ୍ରାଣୀ କମିଥିବା ସୂଚନା ମିଳିଛି। ରାଜକନିକା, ରାଜନଗର, ଗହିରମଥା, ମହାକାଳପଡ଼ା ଓ କୁଞ୍ଜକ 5ଟି ରେଞ୍ଜର ଏହି ଗଣନା 3 ଦିନ ଧରି ଚାଲିଥିଲା। ବିଲୁଆ, ଓଧ, ନେଉଳ, ଚିତା, ବିଲେଇ, ହରିଣ, ବାର୍ହା, ପାତି ମାଙ୍କଡ଼, ଠେକୁଆ, ହେଟା ବାଘ, କୋକିଶିଆଳି ପ୍ରଭୃତି ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଗଣନା କରାଯାଇଛି ଏବଂ ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଚଳିତ ବର୍ଷ ହରିଣ ସଂଖ୍ୟା ବଢ଼ିଥିବା ବେଳେ ବାର୍ହା ସଂଖ୍ୟା କମିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ। ରାଜନଗରରୁ ଶୁଭକାନ୍ତ ଦାସଙ୍କ ରିପୋର୍ଟ, ଓଡ଼ିଶା ସମାଚାର।